नमस्कार बंधुगण, आमे शुणुचे उपन्यास कौनसी कूलबधू लेखक विभूति पट्टनायक। किंतु से परिचयटा बंचई रखिबापाई मु तो किछि कम उद्यम करिनाही। कविता लिखिबापाई राण पकाइछि, सिगारेट पैकेट मद बोतल सजाई रखिछि, दामी कागजर बंधाई खाता पार्कर कलमरे साही भरी हातरे धराई देइछि। तथापि तमे धाड़िए हेले कविता लेखिल नाही। तमर कवि परिचयटा अतीतर एक धूसर रेखारे लीन होइगला। एथिपाई कौन मोर दुखर परिमाणटा अल्प? आह, सेथिपाई मु तमको कौनसी दिन दोष देई नाही नेता। आजि मध्य तमको सेथिपाई दायी करू नाही। जीवनर एक अपूर्णताबोध भितरु मोर कविता लेखार प्रेरणा आसे। तमको पाइला परे मु सबुकिछि पाइथिबार पूर्णता लाभ करिछि। तमर उत्सर्गीकृत प्रेम पाखरे कविता लेखा काम एक बाजे तुच्छ कथा भली मोर मने होइछि। आजि मध्य सेही हैंगओभर आवेग मु अतिक्रम करि पारि नाही। अनिता गोटिए कृत्रिम दीर्घश्वास त्याग करी अपेक्षा करिथिला। किंतु से झिଅଟିର ପ୍ରେମରେ ପଡ଼ିଲା ପରେ ତମେ ତ ସବୁ ପାଇଥିବାର ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ପାଇଗଲ। ଏଥର କବିତା ଲେଖ। ସମୀରଣ ସାମାନ୍ୟ ବିବ୍ରତ ହେଲା ତାର କଥା ଶୁଣି। କହିଲା, ତମର ଅଭାବ ଅନ୍ୟ କୌଣସି ଝିଅ କେବେ ହେଲେ ପୂରଣ କରିପାରିବେ ନାହିଁ। ରେଖା ଅନ୍ୟ ଜଣେ ପୁରୁଷର ବାଗ୍ଦତ୍ତା ପତ୍ନୀ। ତାକୁ ପ୍ରେମ କରିବା କଥା ଉଠୁନି। ସେ କେବଳ ମୋର କବିତାର ପ୍ରେମିକା। ସେ ଅନ୍ୟ ଜଣେ ପୁରୁଷର ବାଗ୍ଦତ୍ତା ପତ୍ନୀ। ସେ ହୁଏତ ପ୍ରେମିକ ଭାବରେ ତମକୁ ଚାହିଁ ନ ପାରେ, କିନ୍ତୁ ତମେ ତାକୁ ପ୍ରେମିକା ଭାବରେ ଚାହିଁବାରେ କ୍ଷତି କ'ଣ? ଆଉ ତମେ ଚାହିଁଲେ ନ ଚାହୁଁଥିବା ଝିଅ ଯେ ତମ ପାଖକୁ ଅକ୍ଷୟ ତୁଣୀରର ନିକ୍ଷିପ୍ତ ତୀର ଭଳି ଫେରିଆସିବ, ସେ ବିଷୟ ମୋଠାରୁ ବେଶୀ କିଏ ଜାଣେ? ଅନିତା ତଥାପି ଲଘୁ ପରିହାସରେ ସମୀରଣକୁ ବିବ୍ରତ କରିବାକୁ ଚେଷ୍ଟା କରିଥିଲା। ସମୀରଣ ଦୃଷ୍ଟି ତାପରେ ଉଦାସ ହୋଇଯାଇଥିଲା। ସେ ବଡ଼ ଅନାସକ୍ତ ଭାବରେ ଉତ୍ତର ଦେଇଥିଲା, ଆଜିକାଲି କୌଣସି ଝିଅକୁ ସେପରି ଭାବରେ ପାଇବାକୁ ଚାହିଁଲେ ସତରେ ମୋତେ ଭାରି କ୍ଳାନ୍ତ ଲାଗେ। କିନ୍ତୁ ଗୋଟିଏ ସୁନ୍ଦରୀ ଝିଅ ତାର ବାଞ୍ଛିତ ପୁରୁଷ ସହିତ ମିଳିତ ହେଉଛି, ଏ କଥା ଭାବିଲେ ମନ ଏକ ପବିତ୍ର ତୃପ୍ତିରେ ଭରିଯାଏ। ନିତା, ସମୟ ବଡ଼ ନିଷ୍ଠୁର। ବାଞ୍ଛିତ ପୁରୁଷ, ଆକାଂକ୍ଷିତା ନାରୀ ଆଜିକାଲି ସହଜରେ ମିଳିତ ହୋଇପାରନ୍ତି ନାହିଁ। କେଉଁଠି କିପରି ସବୁ ଗୋଳମାଳ ହୋଇଯାଏ। ପ୍ରେମିକଠାରୁ ପ୍ରେମିକା ବିଚ୍ଛିନ୍ନ ହୋଇଯାଇ ଅନ୍ୟ ଜଣେ ପୁରୁଷର ଗଳାରେ ବାସି ଫୁଲର ହାର ଭଳି ଝୁଲି ପଡ଼େ। କିନ୍ତୁ ମୁଁ ଚାହେଁ ରେଖା ତାର ପ୍ରେମିକ ସହିତ ମିଳିତ ହେଉ, ସୁଖୀ ହେଉ। ତାର ପ୍ରେମିକ ମୋ କବିତାର ଜଣେ ବଡ଼ ଭକ୍ତ। ସେ ତ ସ୍ଥିର କରି ରଖିଛି ଯେ ସେମାନଙ୍କ ବିବାହ ଉତ୍ସବରେ କୌଣସି ସଙ୍ଗୀତର ରେକର୍ଡ଼ ବାଜିବ ନାହିଁ। ଜଣେ କେବଳ ମାଇକ୍ରେ ମୋ କବିତା କୁଆଡ଼େ ଆବୃତ୍ତି କରିଯିବ। କଥା ଶେଷ ଆଡ଼କୁ ଏକ ପରିପୂର୍ଣ୍ଣ ତୃପ୍ତିରେ ସମୀରଣର ଦୁଇ ଆଖି ପୁଣି ବୁଜି ହୋଇଗଲା। ସେ ଦୃଶ୍ୟ ଲକ୍ଷ୍ୟ କରି ନିଃଶବ୍ଦରେ ମନେ ମନେ ହସିଲା ଅନିତା। ସମୀରଣ ସବୁଦିନେ ଏମିତି। ଗୋଟିଏ ସାମାନ୍ୟ କଥା ହଠାତ୍ ତାଙ୍କ ମନରେ ଗୁରୁତ୍ୱପୂର୍ଣ୍ଣ ଲାଭ କରି ବଡ଼ ହୋଇଯାଏ। ନିଆଁ ଝୁଲ ବକଟେ ପାଲଟିଯାଏ ବାତାବାଗ୍ନି। ନିଜ ସ୍ୱାମୀଙ୍କୁ ଅବିଶ୍ୱାସ କରିନାହିଁ ଅନିତା। ସେ ତାଙ୍କୁ ଭଲ କରି ଜାଣେ। ତାଙ୍କର ଏ କଥାରେ ତିଳେ ହେଲେ ଫାଙ୍କି ନାହିଁ। ତଥାପି ତା ମନରେ ଗୋଟିଏ ଅକାରଣ ଭୟର ଛାୟା ନାଚିଗଲା। ଅନ୍ୟ କୌଣସି ଝିଅ ସହିତ ମିଳିତ ହେବା କଥା ଚିନ୍ତା କଲେ ତାର ମନ କ୍ଳାନ୍ତ ହୋଇଯାଏ। କାହିଁକି? ତାର ସ୍ୱାମୀ ତା ଛଡ଼ା ଆଉ କାହାକୁ ପ୍ରେମ କରିବେ, ଏ କଥା ଭାବିଲେ ତାକୁ ଯେପରି ଚାରିଆଡ଼ ଅନ୍ଧକାର ଦେଖାଯାଏ। ତାର ସ୍ୱାମୀ ଆଉ ଜଣେ ନାରୀ ସହିତ ଘନିଷ୍ଠ ହେବା କଥା ଭାବିଲେ କ୍ଳାନ୍ତ ବୋଧ କରୁଛନ୍ତି, ଏ କଥା ମଧ୍ୟ ତାକୁ ଉଦ୍ବିଗ୍ନତାର ମହାସମୁଦ୍ରରେ ବୁଡ଼ାଇ ଦିଏ। ସେ ଜାଣେ ସମୀରଣଙ୍କ ସୁଦୃଢ଼ ସୁଗଠିତ
ସୁଦୀର୍ଘ ଦେହର ଅଭ୍ୟନ୍ତରରେ ଏକ ଲଜ୍ଜାଶୀଳ ସମ୍ଭ୍ରମବୋଧ ଗୋପନ ରହିଛି, ଯାହା ତାଙ୍କୁ ଝିଅମାନଙ୍କ ପାଖରୁ ଦୂରେଇ ରଖେ। ବିବାହ ପୂର୍ବରୁ ତାଙ୍କର ପ୍ରେମ ସୀମିତ ଥିଲା। ମାତ୍ର 2 ଜଣ ଝିଅଙ୍କ ସହିତ କେତେ ଖଣ୍ଡ ଚିଠିପତ୍ର ବିନିମୟ ଆଉ 4-5 ଥର ଏକତ୍ର ସିନେମା ଦେଖିବା ମଧ୍ୟରେ। ସେ 2 ଜଣଙ୍କ ମଧ୍ୟରୁ ଜଣକୁ ମାତ୍ର ଥରେ ଚୁମ୍ବନ କରି ସେ ଅପମାନିତ ହୋଇଥିଲେ। ବାସ୍, ଏଇ ଥିଲା ତାଙ୍କର ଅବିବାହିତ ଜୀବନର ଆଡ଼ଭେଞ୍ଚର। ବିବାହ ପରେ ତାଙ୍କ ପୁରୁଷ ବନ୍ଧୁମାନଙ୍କ ସହ ତାର ଅତୀତ ସମ୍ପର୍କର ଟିକିନିଖି ବିବରଣୀ ଶୁଣିଲା ବେଳେ ସେ କେବେ କ୍ଳାନ୍ତ ବୋଧ କରିଥିବା କଥା ସେ ଲକ୍ଷ୍ୟ କରି ନାହିଁ। ପ୍ରଥମେ ଆଡ଼ଭୋକେଟ୍ ପଟ୍ଟନାୟକ, ଡାକ୍ତର ମହାପାତ୍ର, ଇଞ୍ଜିନିୟର ପଣ୍ଡା, କଣ୍ଟ୍ରାକ୍ଟର ସ୍ୱାଇଁ ଆଉ ଅଧ୍ୟାପକ ଅଶୋକ ମିଶ୍ରଙ୍କ ସହିତ ତାର ଯେଉଁ ଘନିଷ୍ଠ ଅସାମାଜିକ ସମ୍ପର୍କ, ସେ କଥା ସେ ନିଜ ତରଫରୁ ନିଜ ସ୍ୱାମୀଙ୍କ ଆଗରେ ପ୍ରକାଶ କରିବ ନାହିଁ ବୋଲି ମନସ୍ଥ କରିଥିଲା। କିନ୍ତୁ ପରେ ସେ ନିଜେ ମତ ବଦଳାଇ ଦେଲା। ମୂଳରୁ ସବୁ କଥା ଖୋଲି ନ କହିଲେ ଏ ସହରରେ ସେ କଥାକୁ ବିକୃତ କରି ସମୀରଣଙ୍କୁ କହିବା ପାଇଁ ଲୋକର ଅଭାବ ହେବ ନାହିଁ। ଅନ୍ୟ ଲୋକଙ୍କ ମୁହଁରୁ ସେସବୁ ଅତିରଞ୍ଜିତ କଥା ଶୁଣି ମନକୁ ରୁଗ୍ଣ ଆଉ ବିଷାକ୍ତ କରିବା ଅପେକ୍ଷା ନିଜ ସ୍ତ୍ରୀ ମୁହଁରୁ ପ୍ରକୃତ କଥା ଶୁଣି କିଛି ସମୟ ମନ ଦୁଃଖ ଅଭିମାନ କରିବା ବରଂ ଭଲ। ସବୁ କଥା ଖୋଲି କହିଥିଲା ଅନିତା। ଭାବିଥିଲା ତାର ସେ କଥା ଶୁଣି ସମୀରଣଙ୍କ ମୁହଁ ଲଜ୍ଜା, ଦୁଃଖ ଓ ଅପମାନରେ କଳା ପଡ଼ିଯିବ। କ୍ରୋଧରେ ସ୍ଫୁରିତ ହେବ ନାସାଗ୍ର। ଅହଲ୍ୟା ନାଟକରେ ଛଦ୍ମବେଶୀ ଦେବରାଜ ଇନ୍ଦ୍ରଙ୍କ ପାଖରେ ଆତ୍ମସମର୍ପଣ କରିସାରି ଗୌତମଙ୍କ ପାଦଦେଶରେ ସେ ଯେପରି ଲୋଟି ପଡ଼ି କ୍ଷମା ପ୍ରାର୍ଥନା କରିଥିଲେ, ସେ ମନେ ମନେ ଭାବିଥିଲା ସମୀରଣଙ୍କ ପାଦ ଦୁଇଟି ସେହିପରି ଜାବୁଡ଼ି ଧରି ସେ କ୍ଷମା ପ୍ରାର୍ଥନା କରିବ। କିନ୍ତୁ ତାର ସବୁ କଥା ଶୁଣି ସାରିଲା ପରେ ମଧ୍ୟ ତାଙ୍କ ମୁହଁରେ ଗୋଟିଏ ହେଲେ ଦୁଃଖ କିମ୍ବା ଯନ୍ତ୍ରଣାରେ ଭାଙ୍ଗି ପଡ଼ିଲା ନାହିଁ। ସତେ ଯେମିତି ସେ କୌଣସି ସ୍ୱୀକାରୋକ୍ତିମୂଳକ ସେକ୍ସ ନଭେଲ ପଢ଼ୁଛନ୍ତି। ସେହିପରି ଅସ୍ଥିର ପ୍ରାଣଚଞ୍ଚଲ୍ୟ ମୁହଁରେ ପ୍ରକଟିତ କରି କହିଲେ, ଆଃ, ଦ୍ରୌପଦୀଙ୍କୁ ପାଇବା ପାଇଁ ଏକମାତ୍ର ଅର୍ଜୁନଙ୍କୁ ସୁବର୍ଣ୍ଣ ମାଛର ଚକ୍ଷୁଭେଦ କରିବାକୁ ପଡ଼ିଥିଲା। ଆଉ ଅନ୍ୟ 4 ଜଣ ବିନା ଶ୍ରମରେ ତାଙ୍କର ଶ୍ରମଲବ୍ଧ ରମଣୀଙ୍କୁ ଭୋଗ କରିଥିଲେ। କିନ୍ତୁ ତାକୁ ପାଇବା ପାଇଁ ଏ ସହରରେ ପଞ୍ଚୁପାଣ୍ଡବ ଗଳଦ୍ଘର୍ମ ହେଲେ, ଆଉ ମୋ ଭଳି ସୁତପୁତ୍ର ତୁମର ଦୁର୍ଲଭ ସ୍ୱାମିତ୍ୱ ଲାଭ କଲା। ତାପରେ ଅନେକ ଥର ଡାକ୍ତର ମହାପାତ୍ର ଆଉ ଆଡ଼ଭୋକେଟ୍ ପଟ୍ଟନାୟକଙ୍କ କଥା ସେ ପଚାରିଛନ୍ତି। ଘରେ ନିଜର ପରମା ସୁନ୍ଦରୀ ପତ୍ନୀଙ୍କୁ ଛାଡ଼ି ତାର ସାନ୍ନିଧ୍ୟ ପାଇଁ ସେମାନେ କିପରି ଆକୁଳ ବିକଳ ହୁଅନ୍ତି, ସେ କଥା ଶୁଣି ତାଙ୍କ ମୁହଁରେ ବେଦନାର ଚିହ୍ନ ଫୁଟି ଉଠେ। ସେ ସମବେଦନାର ଓଠ ଚୁ ଚୁ କରି ମନ୍ତବ୍ୟ କରନ୍ତି, ଆଃ, ବିବାହ କରି ସୁଦ୍ଧା ସେମାନଙ୍କୁ ଅବିବାହିତ ଭଳି ହାହାକାର କରି କାଳ କଟେଇବାକୁ ପଡ଼ିଲା। ଏହାଠାରୁ ବଳି ଯନ୍ତ୍ରଣାର କଥା କ'ଣ ଅଛି? ସଂସାରରେ ଏପରି କିଛି ହତଭାଗା ଥାଆନ୍ତି ଯେଉଁମାନଙ୍କୁ ବିବାହ ପରେ ମଧ୍ୟ ଅର୍ଦ୍ଧବିବାହିତ ରହିଯିବାକୁ ପଡ଼େ। ନିତା ମୃତ୍ୟୁ ପରେ ସେମାନଙ୍କୁ ଭାବନାଭୂତ ହୋଇ ନିଜ ଇଚ୍ଛାର ଅପୂର୍ଣ୍ଣତା ପାଇଁ ଏ ଗଛରୁ ସେ ଗଛକୁ ଡେଇଁ ବୁଲିବାକୁ ହୁଏ। ସମୀରଣଙ୍କ କଥା ଶୁଣି ହସି ଉଠେ ଅନିତା। ତାର ସେ ହସରେ ମଧ୍ୟ ତାର ସ୍ୱାମୀ ଯୋଗ ଦିଅନ୍ତି। ସେ ସମୀରଣ ମନ ଭିତରେ ତା ପାକ୍ ପ୍ରବାହିତ ଜୀବନର କଳଙ୍କ କାହାଣୀ ଶୁଣି କି ପ୍ରତିକ୍ରିୟା ସୃଷ୍ଟି ହୋଇଛି ତା ବୁଝିବା ପାଇଁ ପ୍ରଶ୍ନ କରେ। ଆଚ୍ଛା, ତମକୁ ବିବାହ କରିବା ଆଗରୁ ମୋର ଯେ 5 ଜଣ ପ୍ରେମିକ ଥିଲେ, ଏକଥା ଭାବି ତମ ମନରେ ମୋ ପ୍ରତି ଘୃଣା ଆସେ ନାହିଁ? ବଡ଼ ସ୍ୱାଭାବିକ ଭାବରେ ମୃଦୁ ହସି ସେ ଉତ୍ତର ଦିଅନ୍ତି, ଘୃଣା? ନା, ବରଂ ତମର ପ୍ରେମିକମାନଙ୍କ ପ୍ରତି ମୋର ଈର୍ଷା ହୁଏ। ଜୀବନରେ ମୁଁ 2 ଜଣ ଝିଅଙ୍କୁ କେବଳ ଗୁଡ଼ାଏ ମନଭରି ପ୍ରେମପତ୍ର ଲେଖିଲି। କିନ୍ତୁ ସେମାନେ ତମକୁ ଯେପରି ଭାବରେ ଭଲ ପାଉଥିଲେ, ସେମାନଙ୍କ ଭିତରୁ ଜଣକୁ ହେଲେ ସୁଦ୍ଧା
ମୁଁ ସେପରି ଭାବରେ ପାଇଲି ନାହିଁ। ମୋ ଭଳି ଅନେକ ସମର୍ଥ ପୁରୁଷ ଅଛନ୍ତି ଯେଉଁମାନେ ମନେ ମନେ ପ୍ରେମିକ ହୋଇ ରହିଯାଆନ୍ତି, ଯେଉଁମାନଙ୍କୁ ତମ ଭଳି ଜଣେ ହେଲେ ଦୟାବତୀ ପ୍ରେମିକା ମିଳନ୍ତା ନାହିଁ। ସେ ଜାଣେ ଏ କେବଳ ସମୀରଣଙ୍କ ମୁହଁର କଥା ନୁହେଁ, ମନର କଥା, ହୃଦୟର ଭାଷା। ସେଥିପାଇଁ ତା ମନ ଅସରନ୍ତି ଦୁଃଖରେ ଭରିଯାଏ। ଆଃ, ଯଦି ତାଙ୍କର ତା ଭଳି ଜଣେ କେହି ପ୍ରେମିକା ଥାଆନ୍ତା। ମନେ ମନେ ସେ ଅନେକ ଥର କାମନା କରିଛି। ବିବାହ ପୂର୍ବରୁ ଯଦି ନ ହେଲା, ଅନ୍ତତଃ ବିବାହ ପରେ ହେଲେ ସେ ଅନ୍ୟ କୌଣସି ନାରୀର ପ୍ରେମରେ ପଡ଼ନ୍ତୁ। ଜୀବନରେ ଥରେ ଅନ୍ୟ କୌଣସି ରମଣୀର ପ୍ରେମରେ ନ ପଡ଼ିଲେ ଜୀବନରେ ଏକ ମହତ୍ ଉପଲବ୍ଧି ଅପୂର୍ଣ୍ଣ ରହିଯାଏ। ଦେହ ମନ ହୃଦୟ ଦେଇ ଯେତେ ଭଲ ପାଇଲେ ବି ପତ୍ନୀ କେବେ ହେଲେ ପ୍ରେମିକାର ପ୍ରେମ ଦେଇପାରେ ନାହିଁ। ଆଡ଼ଭୋକେଟ୍ ପଟ୍ଟନାୟକ, କଣ୍ଟ୍ରାକ୍ଟର ସ୍ୱାଇଁ, ଇଞ୍ଜିନିୟର ପଣ୍ଡା, ଡାକ୍ତର ମହାପାତ୍ର ଆଉ ଅଧ୍ୟାପକ ଅଶୋକ ମିଶ୍ର ତାକୁ ଯାହା ଦେଇଛନ୍ତି ସେ ଜାଣେ ସମୀରଣ କେବେ ହେଲେ ତା ଦେଇପାରି ନାହାନ୍ତି। ଆଉ ସ୍ୱାମୀ ଯାହା ତାକୁ ଦେଇଛନ୍ତି ତାର ପ୍ରେମିକ 5 ଜଣଙ୍କ ଠାରୁ ସେ କେବେ ହେଲେ ପାଇନାହିଁ। ତାର ପ୍ରେମିକ ଆଉ ସ୍ୱାମୀଙ୍କୁ ନେଇ ଜୀବନର ତାର ପରିପୂର୍ଣ୍ଣ। ଅଥଚ ସେ ଦିଗରୁ ସମୀରଣ ଜଣେ ଅସମ୍ପୂର୍ଣ୍ଣ ପୁରୁଷ ହୋଇ ରହିଗଲେ। ବିବାହ ପରେ ତାର ଅନେକ ସୁନ୍ଦରୀ ବିବାହିତା ଅବିବାହିତା ବାନ୍ଧବୀ ସମୀରଣଙ୍କ ସହିତ ପରିଚିତ ହୋଇଛନ୍ତି। ଛନ୍ଦା, ଅନୁପମା, ଡଲି, କଳ୍ପନା, ଶ୍ରୀମୟୀ ସମସ୍ତେ ବେଶ୍ ସୁନ୍ଦରୀ, ସ୍ୱାସ୍ଥ୍ୟବତୀ। ସେ ଜାଣେ ସମୀରଣଙ୍କ ପୌରୁଷ ପ୍ରତି ସେମାନଙ୍କ ମନରେ ବେଶ୍ ପ୍ରଲୋଭନ ଆଉ ସମ୍ମାନ ଥିଲା। ଇଚ୍ଛା କରିଥିଲେ ସେମାନଙ୍କ ଭିତରୁ ଜଣକୁ ପ୍ରେମିକା ଭାବରେ ପାଇବା ତାଙ୍କ ପକ୍ଷରେ ଖୁବ୍ କିଛି ଅନ୍ୟାୟ କିମ୍ବା ଅସମ୍ଭବ ହୋଇ ନଥାନ୍ତା। କିନ୍ତୁ ସମୀରଣଙ୍କ ଆଚରଣରେ ଏଭଳି ଏକ ସଂଯତ ଆଭିଜାତ୍ୟ ଭରି ରହିଛି ଯାହା ତାଙ୍କ ସାନ୍ନିଧ୍ୟରେ ଆସୁଥିବା ପ୍ରତି ନାରୀକୁ ଯେପରି ସାବଧାନ କରିଦିଏ, ଏଇ ପର୍ଯ୍ୟନ୍ତ ବାସ୍, ଆଉ ଆଗେଇଲେ ବିପଦ। କଥାଟା ମନେ ପକାଇ ମନେ ମନେ ହସି ଉଠିଲା ଅନିତା। ଏ କଥାଟା ତାର ନିଜସ୍ୱ ଆବିଷ୍କାର ନୁହେଁ, ତାର ମାମୁଁ ଝିଅ ଭଉଣୀ ଛନ୍ଦାର କଥା। ତାର ବିବାହ ପରେ MA ପରୀକ୍ଷା ଦେବା ପାଇଁ ସେ କିଛିଦିନ ତା ପାଖରେ ରହୁଥିଲା। ଅପାର ବର ଭାବରେ ସେ ସମୀରଣଙ୍କ ସମୀପବର୍ତ୍ତୀ ହେବାକୁ ଚେଷ୍ଟା କରିଥିଲା। ସେ ଲକ୍ଷ୍ୟ କରିଥିଲା 2 ଜଣଙ୍କ ଭିତରେ ଭାବ ମଧ୍ୟ ବେଶ୍ ଜମି ଉଠିଥିଲା। ସେ ମନେ ମନେ କଳ୍ପନା କରିଥିଲା ହୁଏତ ଏଥର ଗୋଟାଏ କିଛି ଘଟିବ। ଛନ୍ଦାର ସାମୟିକ ବନ୍ଧନରେ ସମୀରଣର ଛନ୍ଦି ହୋଇପଡ଼ିବେ। ଦିନେ ସେ ଲକ୍ଷ୍ୟ କଲା ଦୁହେଁଯାକ ସେକେଣ୍ଡ ଶୋ ସିନେମାରୁ ଫେରିବା ପରେ ଛନ୍ଦାର ଲିପଷ୍ଟିକ୍ ଦାଗ ସମୀରଣଙ୍କ ଗାଲରେ ଅଧୁଆ ଅଇଁଠା ଭଳି ଲାଗି ରହିଛି। ସେ ସମୀରଣଙ୍କୁ ପଚାରିଲା, ଏ ଦାଗ କେମିତି ଲାଗିଲା? ଗମ୍ଭୀର ଭାବରେ ସେ ଉତ୍ତର ଦେଇଥିଲେ, ତମ ଭଉଣୀଙ୍କ ଓଠରୁ। ସେ ମୃଦୁ ହସି ମନ୍ତବ୍ୟ କରିଥିଲା, ଲାଗିଲେ ବି ସ୍ତ୍ରୀ ପାଖକୁ ଆସିଲା ବେଳେ ସେ ଦାଗ ପୋଛିଦେବା ଉଚିତ ନୁହେଁ। ସମୀରଣ କହିଥିଲେ, କାହିଁକି? ମୋ ଗାଲଟା ତ ଗୋଟିଏ ପବ୍ଲିକ୍ ଦେୱାଲ। ଯେକୌଣସି ନାରୀ ସେଠାରେ ଯେକୌଣସି ସ୍ଲୋଗାନ ଲେଖି ଦେଇଯାଇପାରେ ନା? ଆଉ ତାଙ୍କୁ ସେ ବିଷୟରେ ପ୍ରଶ୍ନ କରିବାକୁ ଭୟ କରିଥିଲା ଅନିତା। ତାର କିଛି ଦିନ ପରେ ଛନ୍ଦାକୁ ପ୍ରଶ୍ନ କରିଥିଲା, ତୋ ସମୀରଣ ଭାଇଙ୍କ ସାଙ୍ଗରେ ତୋର ସମ୍ପର୍କର ଘନିଷ୍ଠତା କେତେ ଦୂର ଆଗେଇଲା? ମୁହଁରେ ଏକ ମଳିନ ହସର ମାୟା ସୃଷ୍ଟି କରି ସେ ଉତ୍ତର ଦେଇଥିଲା, ସେଇ ଲିପଷ୍ଟିକ୍ ଦାଗ ପର୍ଯ୍ୟନ୍ତ, ବାସ୍ ସେତିକି। ଦିସ୍ ଫାର୍, ନୋ ଫର୍ଦର। ଅନାହାରୀ ବାବାଙ୍କ ଆଶ୍ରମ ପାଖରେ ସେ ଝିଅଟିର ପ୍ରେମରେ ତାହେଲେ କ'ଣ ପଡ଼ିପାରନ୍ତି ସମୀରଣ? କିନ୍ତୁ ଯାହାକୁ ପ୍ରେମ କରିବେ ତାର ଉଚ୍ଛ୍ୱସିତ ପ୍ରଶଂସା କ'ଣ ନିଜ ସ୍ତ୍ରୀଙ୍କ ଆଗରେ କହିପାରିବେ? ଅନ୍ତତଃ ଅନିତାକୁ ଯାହା ଜଣାଅଛି, ପରକୀୟା ପ୍ରେମର ଖେଳରେ ଏଭଳି ନିୟମ ନାହିଁ। କିନ୍ତୁ ସମୀରଣ ଏକ ଅଦ୍ଭୁତ ମଣିଷ। ତାଙ୍କ ପାଖରେ କୌଣସି ଖେଳର ନିୟମ ଲାଗୁ ହୁଏ ନାହିଁ। ସେଥିପାଇଁ
ତାର ଏତେ ଭୟ, ଏତେ ଛାତି ଧୁକ୍ ଧୁକ୍। ସଞ୍ଜ ନ ହେଉଣୁ ଆକାଶରେ ଜହ୍ନ, ଅନ୍ଧାର ଗାଢ଼ ନ ହେଉଣୁ କାଠ ଯୋଡ଼ି ବାଲିବନ୍ତ ଜ୍ୟୋତ୍ସ୍ନାର ଜୁଆରରେ ଭାସି ଯାଉଛି। ଆଜି କି ତିଥି ସେ କଥା ଭାବି ଲାଭ ନାହିଁ, କାରଣ ପ୍ରତିବର୍ଷ ଠିକ୍ ଏଇ ଦିନ ଏଇ ତିଥିରେ ଏତେ ଜ୍ୟୋତ୍ସ୍ନା ନଈବାଲି ଉପରେ ଶୁକ୍ଳ ଭିସାର ରଚନା କଲେ ବି ଏ ସହରରେ କୌଣସି କିମ୍ବଦନ୍ତୀ ସେ କେବେ ଶୁଣି ନାହିଁ। ଅନାହାରୀ ବାବାଙ୍କ ଆଶ୍ରମ ଛାଡ଼ି ରେଖାର ହାତ ଧରି ସେ ବୈଶାଖୀ ନଈର ଶୁଖିଲା ଗର୍ଭ ଅଭ୍ୟନ୍ତରକୁ ଓହ୍ଲାଇ ଆସିଲା ବେଳେ ଏ ମଧୁ ଜ୍ୟୋତ୍ସ୍ନା ତାର ଦେହ ମୁହଁ ସାରା ଫୁଲର ଲୋଧ୍ର ରେଣୁ ଭଳି ବୋଳି ହୋଇ ଯାଉଥିଲା। ରେଖାର ମୃଦୁ କମ୍ପିତ ଈଷତ୍ ଆର୍ଦ୍ର କରତାଳ ତା ହାତ ଭିତରେ ମୁଠାଏ ଫୁଲ ଭଳି ଚାପି ଦଳି ହୋଇ ଯାଉଥିଲା। ଖରା ଦିନର ଜଳଧାର ନଈ ମଝିରେ କାହିଁ କେତେ ଦୂରରେ, ପାଖରେ ବୋଲି ଧାରଣା ହେଉଥିଲେ ବି ପାଖକୁ ଗଲାବେଳେ ସେ ଜଳଧାର ଯେମିତି ଦୂରକୁ ଦୂରକୁ ଘୁଞ୍ଚି ଯାଉଥିଲା। ଅନାହାରୀ ବାବାଙ୍କ ଆଶ୍ରମର ସୀମା ଡେଇଁ ଆସିଲା ବେଳେ ରେଖା ତାର ପଛେ ପଛେ ଆସୁଥିଲା। ନଈ ଭିତରକୁ ପାହାଚ ଦେଇ ଓହ୍ଲାଇଲା ବେଳେ ତା ଆଡ଼କୁ ସେ ବଢ଼େଇ ଦେଇଥିଲା ନିଜର ହାତ। ସେ ହାତକୁ ଫେରାଇ ନେଇ ପାରିଲା ନାହିଁ ସମୀରଣ। ଲକ୍ଷ୍ୟ କରିଥିଲା ହାତଟା ଅଭ୍ୟାସବଶତଃ ବଢ଼ାଇ ଦେଇ ସାରିଲା ପରେ ଅପ୍ରତିଭ ହୋଇପଡ଼ିଛି ରେଖା। ଏଭଳି ଅବଲୀଳାକ୍ରମେ ତା ଆଡ଼କୁ ହାତ ବଢ଼ାଇ ଦେଇ ସେ ଯେ ଗୋଟିଏ ଭୁଲ କରି ପକାଇଛି, ଏମିତି ଏକ ମନୋଭାବ ତାର ପରବର୍ତ୍ତୀ ମୁଖଭଙ୍ଗୀରେ ସେ ନୀରବରେ ଲକ୍ଷ୍ୟ କଲା। କିନ୍ତୁ ଜାଣି ଜାଣି ସେ ହାତ ଛାଡ଼ିଲା ନାହିଁ। ରେଖା କ'ଣ ପ୍ରଦୀପ ସହିତ ଆଗରୁ ଅନେକ ଥର ଏମିତି ଗାଧୁଆ ଘାଟର ପାହାଚ ଦେଇ ନଈ ଭିତରକୁ ଅଭିସାରରେ ଆସିଛି? ଆଉ ପାହାଚରେ ତଳକୁ ଓହ୍ଲାଇଲା ବେଳେ ସେ ନିଜ ହାତ ବଢ଼ାଇ ଦେଇଛି ଧରିବା ପାଇଁ ପ୍ରଦୀପ ଆଡ଼କୁ? ତା ନହେଲେ ଅଭ୍ୟାସ ଥିବା ଭଳି ତା ଆଡ଼କୁ ହାତଟା ବଢ଼ାଇ ଦେଇ ପରେ ଜିଭ କାମୁଡ଼ି ଦେଇଥାନ୍ତା କାହିଁକି ରେଖା? ନା, ଏଭଳି ଏକ ଉଷ୍ମ କୋମଳ ହାତ ଛାଡ଼ିଦେବା ପାଇଁ ତାର କୌଣସି ଅଭିପ୍ରାୟ ନାହିଁ। ଏହିଭଳି ଏକ ସୁନ୍ଦରୀ କିଶୋରୀର ହାତ ମୁଠା ଭିତରେ ଥିଲେ ସେ ଗୋଡ଼ ଖସି ଯାଉଥିବା ବାଲି ଭିତରେ କିଲୋମିଟର କିଲୋମିଟର ରାସ୍ତା ମଧ୍ୟ ଅନନ୍ତ କାଳ ପାଇଁ ଚାଲିପାରେ। ରେଖା ତା ସହିତ ଠିକ୍ ପାଦ ମିଳେଇ ଚାଲିପାରୁନି। ତାର ଦମ୍ ଛୁଟି ଯାଉଛି। ତାର କମ୍ପିତ ବକ୍ଷ ସ୍ପନ୍ଦନ ଲକ୍ଷ୍ୟ କରି ସେ ବୁଝିପାରୁଛି ଯେ ଆଉ ଆଗକୁ ନ ଯାଇ ସେ ଦୁହେଁ ଏଇ ବାଲି ଉପରେ ବସି ପଡ଼ିବା ଉଚିତ। ଜ୍ୟୋତ୍ସ୍ନାୟିତ ଶୁଭ୍ର ବାଲିବନ୍ତ ଉପରେ ବସିପଡ଼ି କିଛି ସମୟ ମୁକ୍ତ ସମୀରଣ ଆହରଣ କରାଯିବା ଦରକାର। କିନ୍ତୁ କାହିଁ ନଦୀର ସ୍ୱଚ୍ଛ ଜଳଧାର? କେଉଁଠି ସେ ରେଖାର ମୁହଁକୁ ନ ଚାହିଁ ଜଳଦର୍ପଣରେ ତାର ମୁହଁକୁ ଦେଖିପାରିବ ଆଉ କହିପାରିବ? କଥାଟା ମନେ ପଡ଼ିଯିବା ମାତ୍ରେ ହଠାତ୍ ଅନ୍ୟମନସ୍କ